କାହିଁକି ବାପା ଘରେ ଯାଇ ଛୁଆକୁ ଜନ୍ମ କରନ୍ତି ଏଇଟା ହଉଛି ପ୍ରଶ୍ନ ହେ ବିଦୁ ସମଣ୍ଡଳୀ ଶୁଣିବା ଯାଇ ମନ ରାମାୟଣ ପଦେ ମୁଁ କରୁଛି ଆଲୋଚନା ଯଦି ରାମ ରାବଣର ହୋଇଗଲା ପ୍ରୀତି ରାବଣ ସଙ୍ଗେ ରାମ କରିବେ ବିରୋଧୀ যদি রাম ছাড়ি দেলে মা সীতাଙ୍କୁ 5 ବର୍ଷ ଗର୍ଭେ ଛାଡ଼ିଥିଲେ ମନକୁ ସେଦିନ ସୀତା ମାତ ବିଚାର କଲେ ନିର୍ଜନ ମନରେ ଜାନକୀ ବୁଲୁଥିଲେ ମନ୍ଦ ଗଇବ କେଡ଼େ ଦଣ୍ଡ ଦେବୁ ମନ୍ଦର ଉପରେ ପନ୍ଦର ପକାଇଲୁ କି ଦୋଷ କରିଥିଲି ମୋର ସ୍ୱାମୀର ଛାଡ଼ିଲେ କି ପାଇ ନିର୍ଜନ ବନର 5 ମାସ ଗର୍ଭ ହେଉଛି ଟଳମଣ ଜ୍ଞାନୀ ପୁରୁଷ ଅଟମି ପ୍ରାଣେଶ୍ୱର ମହାବଳ ବାଘକୁ ଯେବେ ଦେଖିଦେଲେ କରଗଳି ବାଘକୁ ସେଦିନ କହିଲେ ଆରେ ମହାବଳ ମତେ କର କବଳ ଜୀର୍ଣ୍ଣ ହୋଇ ଯିବିରେ ଗର୍ଭରେ ତୋର ଶଶୀଦେବ ପୁଣି ମହାବଳ ଦେଖିଲା ମଥା ପତି ସେଦିନ ବାଘ ଚାରି ଗଲା ହେ ଶୁଣିଲ ନନ୍ଦା ଶୁଣିବେ ମନ ଦେଇ ପାଗଳି ପରି ବନେ ବୁଲନ୍ତି ବଜେଇ ବାଲମୀ ଋଷି ଥିଲେ ନିର୍ଜନ ମନେ ରହି ଶିଷ୍ୟମାନଙ୍କୁ ପୁଣି ଦେଲେ ପଠାଇ ସେଦିନ ଶିଷ୍ୟମାନେ ଜଳ ପାଇଁ ଯୋଗରେ ସୀତା ବୁଲୁଛନ୍ତି ବନରେ ଦେଖିଦେଲେ ଡାହାଣୀ ଗୋଟିଏ ବୁଲୁଅଛି ମନର ଡରିଗଲେ ସେଦିନ ପୁଣି ଶିଷ୍ୟ କେବଳ ବାଲମୀଙ୍କ ଆଗରେ କହିଲେ ସେହୁ ଯାଇ ଡାହାଣୀ ଗୋଟିଏ ବନରେ ବୁଲୁଥାଏ ଯୋଗରେ ଜାଣିଦେଲେ ବାଲମୀଙ୍କ ଋଷି କେଡ଼େ କଥା କହୁଛରେ ଶିଷ୍ୟ ଆସି ଯିଏ ବୁଲୁଅଛି ନିର୍ଜନ ବନର ସାମାନ୍ୟ ଲୋକ ନାହିଁ ଶୁଣ କୁମର ଏତେ ବୋଲିବା ଭୂମିକ ଯଦି ବେଶରେ ଗଲେ ସୀତା ନିକଟେ ଯାଇ ନମିଳି ଗଲେ ଡରିଗଲେ ସୀତା ଯୋଗୀ ରୂପକୁ ଦେଖି ଏ ରୂପରେ ରାବଣ ନେଇଥିଲା ଟେକି ମହାରାଜ ପଡ଼ିଗଲେ ଜନକ କୁମାରୀ ଅଭିଶାପ ଦେବି ଶୁଣରେ ବ୍ରହ୍ମଚାରୀ ଯଦି ଆଗକୁ ଏକ ବାଦ ଆସିବୁ ପ୍ରଥମେ ତୋରେ ଜାଳି ଦେବି ରେ ବାବୁ ବାଲମୀକ କହିଲେ ଶୁଣ ଆଗ ଝିଅ ତୁହି ମୋ ମୁହିଁ ତୋର ବାପା ତୁହି ମୋର ଝିଅ ଜନକ ମଇର ପିଲାଦିନୁ ବସିଛୁ ବାପା ବୋଲି ଝିଅ ଲୋକେ ନ ଜାଣିଛୁ ବାପ ଘରେ ଗଲେ କି ଝିଅ କି ପାଇଁ ଡରିବ আসল ঝিও এবে মোহর সঙ্গ এতে বলি বালমীক মুনি নেই গলে আশ্রমরে নেই সীতাঙ্কু রখিলে যেতে ঝিও দিলে ଥିଲେ আশ্রমরে ডাকিন বালমীক তাঙ্কু কহিলে অতি জাগতরে করিব পালন কেতে কত পাইলা মোর বহিতা রতন বালমীক ঋষি রখিলে ঝিଅକୁ ଗର୍ଭବତୀରେ ସୀତା ବୋଲେଣି ଦେଖୁ ଦେଖୁ ତୋର ସ୍ୱାମୀ ପାଖକୁ ଯିବାକୁ ନାହିଁ ତୁ ଗର୍ଭାବସ୍ଥା ଅଛୁ ମୁଁ ତୋର ବାପା ବାପ ଘରେ ଏ ଛୁଆ ଜନ୍ମ କରିବୁ ଅସୁବିଧା ନାହିଁ ତୁ ମୋ ପାଖକୁ ଆସ ଏତେ ବୋଲି ବାଲ୍ମୀକ ନେଇଗଲେ ସୀତାଙ୍କୁ ବାଲ୍ମୀକ ଆଶ୍ରମରେ ନବ ପୁଅ ଜନ୍ମ ହେଲା এইটা রামায়ণ লেখা আছে হবে কি আজ্ঞা
କାହିଁକି ଶାଶୁକୁ ଯାଉଛନ୍ତି କାହିଁକି ନାଇଁ ଶାଶୁରୁ ବାପରୁ କାହିଁକି ଯାଉଛନ୍ତି ହେଲେ ନାଇଁ କରବା ଏଇଠି ରାମାୟଣ ଲେଖିଲା ଯୋଉଦିନ କାଉ କୁମୁନିଆ କୋଇନି ବଗି ଜନ୍ମ ହେଲେ କୋଇନି କାନ୍ଦିଲା ଭାଇ ଆଉ ଗୋଟେ ବାପା କାରଣ ହେଲେ ହେଇଯିବ ବାପା ଆଉ ଗୋଟେ ହେଲେ କାରଣ ଅଛି ଯେ ଝିଅ ମାନେ ନିଜ ଘରେ ଯେମିତି ସେବା ଶୁଶ୍ରୂଷା ପାଇବେ ଶାଶୁ ଘରେ ଯେମିତି ପାଇବେ ସେଇଟା ଗୋଟେ ଅଛି ଫ୍ୟାକ୍ଟ କାହିଁକି ଗର୍ଭବତୀ ଅବସ୍ଥାରେ ବାପା ଘରକୁ ଯାଉଛନ୍ତି ଏଇଟା କହୁଛ ତ ଏଇଟା ତ କହୁଛ କହିବୁ ହେଲା ଠିକ ଆଉ ହେଲେ ନାଇଁ କର ତାର ଲାଗିଯିବା ହେଲେ ଭାଇ ବାଲ୍ମୀକି ମୁନି କହିଥିଲେ ତୋ ବାପା ଜନ୍ମ କରାଯାଉଛନ୍ତି ମୋର ମୈତ୍ର ତୁ ତ ଏକାକିରି ଶ୍ୱଶୁର ଘର ବୋଲି ଜାଣିପାରିବୁନୁ କି ବାପା ଘର ତ ଯାଇପାରିବୁନୁ ମୁଁ ମଧ୍ୟ ତୋର ଗୋଟେ ବାପା ତୋ ଛୁଆଟା ମୋ ଘର ଜନ୍ମ ହେଲେ ତୋର କିଛି ଅସୁବିଧା ନାହିଁ ତୋ ପୁଅକୁ ଲାଳନ ପାଳନ ବଢାଉବୁ ଯେ ତୁ ସ୍ୱାମୀଙ୍କର ନିର୍ବାସିତ କିନ୍ତୁ କାହିଁକି ଯାଆନ୍ତି ମିଠା ଖାଇବ କାହିଁକି ମିଠା ଖାଇବେ ପଇସାର ମିଠା ମିଳିବ ନା ହବନି ନିୟମ ନା ନିୟମ କାହିଁକି ଯାଉଛନ୍ତି ଗର୍ଭ ଅବସ୍ଥାରେ ଝିଅ ଆହେ ବାବୁ ମାନେ ଟିକିଏ ମନ ଦିଅ ସୁଆଦ ପଦାର୍ଥ ଖାଉଥାନ୍ତି ଝିଅ 7-9 ମାସରେ ଖାଆନ୍ତି ମିଠା କେବେ ହୋଇଥିବ ଗର୍ଭରେ ଝିଅ ଟୋକା ମନକୁ କର ଶିର ଏ ମୋର ବାପ ଧନ ଯବନରା ମୋରେ ଗୋଟିଏ ବ୍ରାହ୍ମଣ ସୁକାନ୍ତି ବୋଲି ତାର ପ୍ରିୟାର ନାମ 8 ମାସ ଗର୍ଭ ହୋଇଛି ଚାନ୍ଦ ମୁହିଁ ଯବନ ଋଷି ନୀତି ଯାଆନ୍ତି ପଳାଇ ଏକାମ୍ର ବନ ତଳେ ବସି ଜୋନାମେ ଋଷି ଗାଈକୁ କାଟି କରି ମାଂସ ଖାଉଥାନ୍ତି ସକଳ ଋଷି ମାନେ ମାଂସ ଖାଇବାକୁ ପୂଜା କରି ଦେବତା ମନାଇବାକୁ ତାଙ୍କୁ ସୁକାନ୍ତି ହୋଇଛି ଗର୍ଭବାସ ଦିନେ କହିଲା ମୋର ପ୍ରାଣ ଈଶ ବନଶୈଳାଥ ବିଷ ବରୁଛ ଗ୍ରାସ ଚବନ କହିଲେ ଶୁଣରେ ନାରୀ ମଣି ଗାଈ ଗୋଟିଏ ନୀତି ଦେଉଛୁ ହାଣି ପୁରା ବଳି କରିନ ଦେବତାଙ୍କୁ ଦେଉଛୁ ବଳକା ମାସ ଯେତେ ଖାଉଅଛୁ ସନ୍ଧ୍ୟା ସମୟରେ ଗାଈ ଦିଏ ବଞ୍ଚାଇ ପ୍ରିୟା କହିଲା ଶୁଣ ମୋ ପ୍ରାଣ ସାଇ ଭୋଜି ଖାଇବ ଗୋମାଂସ ହେଲେ ଖବରି ବାବ କରି ଦେବତା ମାନଙ୍କୁ ତ ଶୁଛୁ ଆମେ ମଧ୍ୟ ପ୍ରସାଦ ଦେଇ ସାରୁଛୁ ଏ ତ 8 ମାସ ଗର୍ଭରେ ବ୍ରାହ୍ମଣୀ ହେଇଛି ସ୍ୱାମୀକୁ ଅଳି କରି କହିଲା ହେ ତମେ ଯିବ ତ ସବୁଦିନ ଖାଉ ମୋ ପେଟି କାହିଁକି ମନ କଲେ ଏମିତି ଅବସ୍ଥାରେ ଦେଖନ୍ତୁ ଆଜ୍ଞା ମନ କଲା ତାର ନାହିଁ ଏ ଯବନ ବ୍ରାହ୍ମଣ କଣ କଲେ ୟାରେ ଯବନ ବ୍ରାହ୍ମଣ ପୁଣି ମନେ ଚିନ୍ତା କଲେ ପ୍ରିୟାର ମନ ସନ୍ତୋଷ କରିବି ବୋଇଲେ ପ୍ରସାଦ ଗୋମାତାକୁ କରିଲା ବେଳକୁ ଲୁଚାଇ ଦେଲେ ମାଂସ ଟିକିଏ ବାବୁ ମନକୁ କରିବାକୁ ଶାନ୍ତି ଏ କଥା ବସିଛ ତ ଜାଣି ନାହାନ୍ତି ସେ ମାଂସ ଦେଇ ଭଉଣୀ କରରେ ଦେଲେ 8 ମାସ ଗର୍ଭରେ ପୁଣି ତାହା ଖାଇଲେ ଶୁଣି କରି ଦେଖ ଏ କଥା ସୁକାନ୍ତି ବ୍ରାହ୍ମଣୀ ଆନନ୍ଦ ହୋଇ କହିଲା ଏ ଗୁଣ ରମଣୀ ସବୁଦିନେ ଭଲ ଭଲ ପଦାର୍ଥ ଖାଉଛ ଆଜି ଅଳି କରିବାକୁ ଟିକିଏ ଆଣିଛ ଗାଈ ତ ପୁଣି ମରିଥିଲା ହଣା ହୋଇ ଯେତେ ପ୍ରକାର ବଞ୍ଚାଇଲେ ବଞ୍ଚିଲା ନାହିଁ ବସିଷ୍ଠ ପଚାରିଲେ କହ ବ୍ରାହ୍ମଣ କିଏ ବା କରିଅଛି ରେ ଅନୀତି କର୍ମ ଗାଈ ତ ବଞ୍ଚୁ ନାହିଁ ଏକାରେ ଋଷି କହି ଭାରିଆ ସୁକାନ୍ତି 8 ମାସ ଗର୍ଭ ମାଂସ ଖାଇବ ବୋଲି କରିଥିଲା ଲୋଭ ମାଂସଟି କିଏ ତୟୁ ଦେଇଛି ନେଇ ଆଜି ମଧ୍ୟ ଗାଈ ମାନଙ୍କୁ ଦେଖିବ ଯାଇ ଦି ସିଂହ ମଝିରେ ପୁଣି ଖୋଣାଟେ ଅଛି ସେଇଠୁ ମାଂସ ବ୍ରାହ୍ମଣୀ ଖାଇଛି ଅସୁର କହିଲେ କେଡ଼େ କଥା କଲ ଗୋମାତାର ମାଂସ ଏ ବ୍ରାହ୍ମଣୀ ବି ତମେ ଦେଲ
কিন্তু কথাটি তুমি করদବ ଏ ତମେ ସ୍ୱାମୀ ପାଖରେ ଥିବାରୁ ଯାହା ଅଳିଗଲା ତମେ ଦେଇଦେଲ ସ୍ୱାମୀ ପାଖରେ ଥିବାରୁ ନା ଏଣୁ ଏ କଥା ଶୁଣ ତୁମେ ଶୁଣ ହେ ଯବନ ଏ ଗର୍ଭରୁ ଯିଏ ଜନ୍ମ ହବ ହୋଇବ ଯବନ ଯବନ ବୋଲେ ମୋଗଳ କି ପଠାଣ ପଠାଣ ଏ ଗର୍ଭରୁ ଯିଏ ଜନ୍ମ ହବ ପଠାଣ ଆଜିଠାରୁ ରହିବ ନାହିଁ ସ୍ୱାମୀ ନିକଟରେ ସ୍ୱାମୀକୁ ଅଳି ନ କରିବ କେବେ ଝିଅ ଥରେ ବାପ ଘରେ ଯାଇ ପୁଣି ଖାଇବ ସୁବାଦକୁ ବନ୍ଧୁ ବାନ୍ଧବ କୁଟୁମ୍ବ ପୁଣି ଆଣିଦେବେ ତାକୁ ଏଣୁ କରି ଝିଅ ଗର୍ଭବାସ ଗଲେ ହୋଇ ବାପା ଘରକୁ ପୁଣି ନିଅନ୍ତି ସେଇ ଗର୍ଭର ଛୁଆକୁ ଭଲ ମନ ମିଳିବ ଗର୍ଭର ଛୁଆଟା ଆନନ୍ଦରେ ବଢିବ ଏ କଥା ଲେଖିଅଛି ବିଷ୍ଣୁ ପୁରାଣରେ ଦେଖା କରିବେ ପୁଣି ଝିଅକୁ ଆଉ ଭଲ ମନ୍ଦ ଦେଖିବା ପାଇଁ ଆରେ କି ଅଛି ସ୍ୱାମୀ ବାଗ ଅଳି କରିବା ଆଜି ରହିବ ଯଦି ଖଳି ଶାଶୁ ଥିବ ମାରି ପକେଇବା ଫୁନ୍ଦା ଫୁନ୍ଦା ପକେଇ ଦବ ସମାନ ତେନ୍ତୁଳିଆ ଖା ଆମ୍ବୁଲ ଖାଇବ ତେନ୍ତୁଳି ଖାଇବ ଚଣ୍ଡୀ ଭାଇ ନା ଥିବ ଶାଶୁ ଦେଖ ବୋଉ ପିଲା ଯଦି ସ୍ୱାମୀ ବାଗରେ ଥିବ ବେ ଗୁମାନ ସମାଜି ଖାଲି କହିବ ବୋଲିବ ମତେ ବିଲେଇ ମାଉସ ଏଣୁ ସ୍ୱାମୀ ପାଖରେ ରହିବନି ବାପ ଘରେ ଅଳି କରିବ ରସଗୋଲା ଯୋଉରା କହିଲେ ଅଣ୍ଡା ମୁଖି ଝିଅ ଆଉ ଗୋଟିଏ ପ୍ରଶ୍ନ ଅଛି ଏଇଟା ମନ ପାଇଲନି ଆଉ ଗୋଟେ ପ୍ରଶ୍ନ କେଉଁ ଯାଉଛ ବା ସେ ରୋଗଟା ହେଲା ସୀତା ଦେହରେ ଆଏ ବାବୁ ମନ ଦେଇ ଶୁଣ ଟିକେ ଥରେ ଫାଇନାଲ ମତେ ମୁନି ଭାରି ଗାନା ମୋର ସଇଆ ହୃଦୟରେ ନଥିଲା ଟିକେ ଛନ୍ନ ବାଇଆ ଅମ୍ଳାନ ପାଟ ପିନ୍ଧାଇ ଦେଲା ସୀତାକୁ ରଜବଲି ହେଲେ ନାହିଁ ସୀତା ଦେଖୁ ଅମ୍ଳାନ ପାଟ ପିନ୍ଧିବାରୁ ଜାଣ କି ତାଙ୍କ ମାସିକା ଋତୁସ୍ରାବ ହେଲା ନାହିଁ ଦେହରେ ଗୋଟେ ରୋଗ ହେଇଗଲା ଜାଣିଲେ କଦଳୀ ବେମାର ବୋଲି ଯୋଉଟା ବନ୍ଧ୍ୟା ଦୋଷ ଜାଣିଗଲେ ରାବଣ ମହାପଣ୍ଡିତ କୈକେୟୀ କହିଥିଲେ ଆଗରୁ ଏଣୁ ମୋ ଝିଅ ତମର ଝିଅ ଗୋଟେ ହେଲା ଏଣୁ ରାବଣ ଝିଅକୁ ବୁଣି ନେଲା ଅଶୋକ ବନରେ ରଖିଲା ଅଶୋକର ବାସନା ପୁଣି ଦେହରେ ବାଜିଲା এইটা লেখা ଅଛି ରାମାୟଣରେ ଝିଅ ଯାଇଥିଲା ତାର ବାପା ସଙ୍ଗରେ ବାପା ତ ରାବଣ ଅଛି ଯତ ଜାନକୀ ଏ କଥା ପୁରାଣରେ ଲେଖି ଅଛନ୍ତି ନା ଯୋଉ ଜିନିଷ କହିଦେଲି ଆଉ ଗୋଟେ ଅଛି କଉ ଦୋଷ ସେ କଥାଟା କହିଦିଅ ପ୍ରଥମ ଝିଅଟା ତା ଶାଶୁଘରୁ ଗଲେ ତା ମନଟା ସବୁବେଳେ ରହିବ କୋଉଠି ନା ଶ୍ୱଶୁର ତାର ସ୍ୱାମୀର ଯୋଉ ସନ୍ତାନଟା ଜନ୍ମ ହବ ଠିକ ରାମଚନ୍ଦ୍ର ଭଳିଆ ଜନ୍ମ ହବ ରାମଚନ୍ଦ୍ର ସୀତାକୁ ପଠେଇଲେ କୋଉଠିକି ହଉଛନ୍ତି କଣ ରଘୁବଂଶ ତାଙ୍କ ଔରସରେ ସେମିତିକାର ସନ୍ତାନ ଜନ୍ମ ହେବାର ଅଛି ଇଏ ଯଦି ଏଇଠି ରହିବ ତାହେଲେ ତା ବାପ ଘର କଥାଟା ମନେ ପକେଇବ ସେ କଣ ଏଇଠି କାରଣରୁ ସିଏ କଣ ପଠେଇଲେ ନା ତାଙ୍କ ବାପ ଘରକୁ ପଠେଇଲେ ସେଇଠି ପଠେଇଲେ ସେ ସବୁବେଳେ ମୋ ମୁହଁରେ ନାଚିବ ନାଚିଲେ ମୋରି ଭଳିଆ ଗୋଟେ ସନ୍ତାନ ଏବେ ତ ମାମୁ ଦିଟା ନାଇଁ ତିନିଟା ହେଲେ ଗୋପାଳ ନଉନ ତ ତିନିଟା ନେଇକି ଆମ ଘର ଆମର ରହିବ ସେଇଠି ତା ଆମର ରହିବ ଏଇଠି ଏଇଟା ଆମର ଏଇଟା ଗାଉଁଲିଆ ମତ ଏହା ଗାଉଁଲିଆ ମତରେ ଏ ପ୍ରକାର ହବ କିନ୍ତୁ ପୁରାଣ ନୀତିରେ ଅଛି ଝିଅର ଉପନାତି ଅଜା କୂଳକୁ ପରେ ଗତି ଏଇଟା ଲେଖା ଅଛି ଅଜାକୁ ପିଣ୍ଡ ଦାନ କରୁଛି ନାତି ଏଣୁ ସେ ଘରେ ଜନ୍ମ ହେଲାକା ଦି କୂଳକୁ ହିତ କରିବ ନହେଲେ ହିତ ନାହିଁ ଦୁଇଟା ନାହିଁ ଠିକ ଅଛି এইটা আছে এইটা মধ্যে আছে এটা এক সমান হেলা হও তাহলে এথর পুরাণକୁ ଯିବା ଶେଷ କରିବା ଏଥର ଆଖି ବୁଝିଲେ ଭୁଲେଇଲେ ସୀତାରାଣୀ ଆଉ ଗୋଟେ ପ୍ରଶ୍ନ ଅଛି